ତାଙ୍କର ବାବୁଙ୍କର ଦେଖା ନାହିଁ। ମୁଁ କେତେ ଅପେକ୍ଷା କଲି, ଅପେକ୍ଷା କରିକି କାହିଁ ସମୟ କିଛି ଜ୍ଞାନ ନାହିଁ ତାଙ୍କର। ଠିକ୍ ଅଛି, ଫୋନ୍ କରି ଦେଖିବା। ହ୍ୟାଲୋ हेलो କ'ଣ ତମର ସମୟ ଜ୍ଞାନ ନାହିଁ କି? ଗପିଲ କାହିଁକି? ପାର୍କରେ ଗପିଲ କାହିଁକି? ତମେ ତ ଦେଖା କରିବାକୁ ମୁଁ ଆସିଛି, ପାର୍କରେ ଏକା ଏକା ବସିଛି, ବାବୁଙ୍କର ସମୟ ନାହିଁ। अरे डार्लिंग तुम्हें जानते हो बापा सब फेरे खाली किसी रहते तुम्हें प्लीज तुम्हें सब सेमती होनी मु बहुत जल्दी आके पहुंच जाऊँ बहुत जल्दी और मोर प्रॉब्लम बाथरूमटा मिलू नथिला तो सेठी बेटी लेट गेले ओ मु जाऊ प्लीज 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 मु जाऊ सब बुझीगले लीला मोर से केते समय अपेक्षा कले घोड़ा गालटा पूरा नाली पड़ी घोड़ा मु जाऊँ पाटियाटा कहे ओ आज के छुट्टा टिके से गाई दे ना तो कोई समय नहीं ओ आए ए बाबू ए बाबू सब बेले मैं पछरू डाकुछ समय यार किसी ଯାଉଛୁ କୁଆଡେ ମତେ କହିକି ଯାଉନୁ। ଯାଉଛି ବେଲେ ମୁଁ ଯାଉଛି ନବରତ୍ନ ପାର୍କରେ ମୋ लीला କହିବ ଆଜ୍ଞା ଆଜିକାଲିକା ଛୁଆକୁ ଦେଖ ଇଏ ତୋର ଆଉ 8 ଦିନ ପରେ ବାହାଘର ହବ, ତୁ କଣ ନବରତ୍ନ ପାର୍କରେ ଯାଇ लीलाକୁ ଦେଖା କରିବୁ? ବାହାଘର ତମେ ଯାଇଥିଲ ଠିକ ଠାକ କରିଥିଲ ମତେ ଦେଖେଇଥିଲ ସେ କେମିତିଆ କଳା କି ଧଳା କି ଭାଇ ଆଗ କଣ ଦେଖେଇବୁ ମୁଁ କିଛି ବୁଝିପାରୁନି। ମୁଁ ଯେତେବେଳେ ତୋ ବୋହୂକୁ ବାହା ହେଇଥିଲି ମୁଁ ଯାଇ ଦେଖିଦେଲି ମୋ ବାପା ମା ଠିକ କଲେ ମୁଁ ମୋର ବାହା ହେଲି। ତୋତେ କଣ ମୁଁ କହିକି ବାହାଘର କରିବି? ବାପା ଯୁଗ ବଦଳି ଗଲାଣି ଆଗରୁ ଥିଲା ସେ ସମୟ ଅଲଗା ଥିଲା। କିଏ ଯୁଗ ବଦଳିଲା? କଣ ତୁ ଆଗରୁ ଭାତ ଖାଉଥିଲୁ ଏଇ ଖେଳ କଣ ମାଟି ଖାଉଛୁ? ମୋ ସାଙ୍ଗମାନେ କହୁଛି କେମିତି ତୁ ବାହାଘର ବାପା ଠିକ କରିଦେଲେ ତୁ ବାପା ବାହାଘର ତୁ ବାହାଘର ଦେଖିବାକୁ ଛୁଆଙ୍କ ପାରି ହବ ଫଟୋ ଟିକେ କଣ ଆଜ୍ଞା ଆଜିକାଲି ଗୋଟେ ଚାଲିଲାଣି ଏନଗେଜମେଣ୍ଟ କି ଏନଗେଜମେଣ୍ଟ ହବ କେଜାଣି? ଆଜ୍ଞା ଆମ ସେ ଯୋଉ ଟ୍ରାଡିସନ ଠିକ ଥିଲା ବାପା ମା ଦେଖିଥିଲେ ବାହାଘର କରୁଥିଲେ, ଏବେ ଏମାନେ ନ ଦେଖିଲେ ବାହାଘର ହବ। ପ୍ଲିଜ ପ୍ଲିଜ କଥା ଆଉ ଏତେ ବ୍ୟବସ୍ଥା ହୁଏ ମୁଁ ମତେ ଟିକେ ତାକୁ ଯୋଉ ପ୍ରାଇସ୍ ଦେଇକି ଗାଡ଼ିଟା ଯା ସେ ପୁରୀ ପଛରୁ କାହିଁକି ଡାକୁଛ? କହୁଛି ମୋ କଥା ଟିକେ ଶୁଣୁ। ପୁରୀ ସେଇ ତୁ କଣ ଯାଉଛି ପାରାଦୀପ ଗଡ଼ କି କଟକ ଏଇଠି ନବରତ୍ନ ଟିକେ ଯିବି ଟିକେ ଦେଖା କରିଦେଇ ଆସିବି ତାପରେ ମୋ ଛୁଟିଟା ନଷ୍ଟ ହେଇଯିବ ନା ନାହିଁ। ମାନେ ତୁ ନବରତ୍ନ ବାଟିକା ଗଲେ ହେଲମେଟ ପିନ୍ଧିବୁନୁ କୋଉଠି ଲେଖା ଆଜି ଟିକେ ଦେଖିବା ମୁଁ ଯାଉଛି ପଳେଇ ପାଳିଯିବ ଦେଖିପାରିବି। ମୁଁ ଯାଉଛି ତମେ ମତେ ଭଗବାନ ତାଙ୍କୁ ରକ୍ଷା କର। କାମ ଅଛି ସାଇଡ୍ ପାଇଲା ବୁଝିଗଲି ଯାଉଛି ଲେଲା ମୋ I love you. କଣ ମୋ ଧନ ମୁଁ ବୁଝିପାରିବି ଗେଲୁ ସେ ଗାଲ କଣ ହେଲାଣି ସେ କଣ ହେଲାଣି ତମେ ଟିକେ କେୟାର ଦିଅ। ସରି ବାବା ସରି ବାପା ପୁରା ଭାରି ଅବାଗିଆ ଲୋକଟା।
Hello. I am okay. Hey, Ranjan, loga ile. Baro loga. ତମେ ସବୁ ମୋ ପୁଅର ବଜାର ଯାଇଛ? ପ୍ରବଳ ଭକ୍ତି ଆଉ ପ୍ରବଳ ଭକ୍ତି। ଏ ବାପା ମାନେ ଏ ଶୁଣ, ତମେ ମୁଁ ମନା କରିଦେଲି, ସେ ଟୋକା କଣ ମୋ କଥା ମାନିବ? ମୁଁ ମନା କରିଛି ଭାଇ ତୁ ଯାହା ଦବୁ ତୁ ସେ ଆମ ରିସିପ୍ସନରେ ପିଇବାକୁ ଦବୁ। ଏ ବରଯାତ୍ରୀ ନ ଆସୁଣୁ ଏ କୋଉ ଘୋଳା ମଦୁଆ ଗୁଡ଼ାକୁ ନେଇ ଯାଇଛି, ଏ ହାତରେ ନିଆଁ ଲଗେଇଲେଣି ବାଣରେ, କ'ଣ କରିବ ମଣିଷ? ମୁଁ କି ବାହାଘର କରିବି, କି ବରଯାତ୍ରୀ ନେଇଛି? ମୁଁ ଏଇ କେତେ ବାଣ ହାତରେ ବୁଲେଇଛି, ଇଏ ଏଇଟା ଗୋଟେ ଦୁରୁଜୁରିଆ ଦମ୍ପ ହେଇଗଲା କ'ଣ? ମୁଣ୍ଡରେ ଫୁଟେଇ ହଁ ତୁ ତ ସେଠି ପିଲାଟା ଆଉ କହିବ ଆଜ୍ଞା ଇଏ ତ ଅବସ୍ଥାରେ ନାହାନ୍ତି। ବାବୁ ହେ ଟିକେ ଇଏ ଚଟଟି ଡ୍ରେସ୍ ପତ୍ର ପିନ୍ଧିଛ ୟାରେ ପଡ଼ିବ, ରହିଯା ଟିକେ। ନାଇଁ ତ ଶୁଣିଆ ଅବସ୍ଥାରେ ନାହାନ୍ତି, ମୁଁ ଆଉ କ'ଣ କହିବି? ଯାହା କରୁଛ କର, ଏଗୁଡ଼ା କିଏ ଯିବ? ତମେ ଯାହା କରୁଛ କର, କିଏ ଏଗୁଡ଼ା କଥା ବୁଝିବ? କାଇଁ ବାହାଘର ପାଇଁ ଆମେ ରେଡ଼ି, ଆମେ ଆସି ପହଞ୍ଚି ଗଲୁ। ଏ ଯୋଉ ଗରମ ହଉଛି, ଆଗରୁ କୁହାଯାଇଥିଲା ଗୋଟେ ଏସି ମଣ୍ଡପ ବୁଝିବ। ବାବୁ କହିଲେ ନାଇଁ ଏସି ମଣ୍ଡପ ପାଇଁ ପଇସା ନାହିଁ, ତମେ ତ ସବୁ ଟାଣି ନେଇଗଲ। ଇଏ ବାବା ତମେ ମୋତେ କ'ଣ ଦେଇଛ? ତମେ ଯାହା ଦେଇଛ ତମ ଝିଅକୁ ଦେଇଛ, ତମ ଜ୍ୱାଇଁକି ଦେଇଛ, ମୋର ତା ଦେହରେ କ'ଣ ଅଛି? ମୁଁ ଏଇ ବାହାର ଲୋକ ହିସାବରେ ଆସିଛି ଯିବି। ଏ ଗୋଟେ ଫ୍ୟାନ୍ ଚାଲୁନି। ହଁ ଏସି ମଣ୍ଡପ ନକଳ ନାହିଁ, ଗୋଟେ ଫ୍ୟାନ୍ ନାହିଁ, ଏପଟେ ଲାଇଟ୍ ଗୁଡ଼ା ଜଳୁନି। ଓ ସମୁଦ୍ରୀ ସିଏ କୁଆଡ଼େ ରହିଲେଣି, ଶୁଣୁନାହାନ୍ତି ମୋ କଥା। ମଉସା ନମସ୍କାର। ଏ ବାବା ତମେ କିଏ? ମଣ୍ଡପଟା ଦାୟିତ୍ୱରେ ଅଛି ମଉସା। ତମେ ଦାୟିତ୍ୱରେ ଅଛ? ଆଉ ତମେ ଯଦି ଦାୟିତ୍ୱରେ ଅଛ, ଫ୍ୟାନ୍ କାହିଁ ଚାଲୁନି? ମଉସା ଅପେକ୍ଷା କର, ବ୍ୟସ୍ତ ହେଇ ପଡ଼ନ୍ତୁ। ନା ବ୍ୟସ୍ତ କ'ଣ, ଆମେ ତ ଆସି ଏଠି ପହଞ୍ଚିଲୁଣୁ, ବାହାଘର ତ ଏଇଖିଣା ଆରମ୍ଭ ହବ, ବ୍ୟସ୍ତ ହବୁ ମାନେ କ'ଣ? ମଉସା 20 ବର୍ଷ ଆମେ ଏଠି ରହିଲାଣି, ବର୍ଷ 2 ବର୍ଷ ନାହିଁ, ଦେଖ ମୁଁ ଲଗାଉଛି ସାଙ୍ଗେ ସାଙ୍ଗେ ଚାଲିବ। କ'ଣ ଲଗେଇଲ ବାବା, ଜଲ୍ଦି ଟିକେ ଲଗେଇଲ। କ'ଣ ତାର ବାହାର କଲାଣି? ସେ ଇଲେକ୍ଟ୍ରିକ୍ ଜିନିଷ, ତାକୁ କ'ଣ ପାଟିରେ କାମୁଡୁଛୁ? ଦେଖୁନ କ'ଣ କରୁଛି, ବ୍ୟସ୍ତ କାହିଁ କରୁଛ? କ'ଣ କହିବ ଆଜ୍ଞା? ଏଇ ସେଫ୍ଟି ଇଏ ଦେଖୁଛନ୍ତି, ଏ ମଣ୍ଡପର ସେଫ୍ଟି ଅଫିସର କିଏ ଅଛନ୍ତି? ମୁଁ ତାଙ୍କୁ ଟିକେ ଡାକେ। ଇରେ ବାପା ଲାଇନ୍ ଲାଗିବ, ତାର ଦାନ୍ତରେ କ'ଣ କାମୁଡୁଛି? ମତେ ସେଫ୍ଟି କ'ଣ କରୁଛ? ମୁଁ ସେଫ୍ଟି କଥା କାହିଁ କହୁଛି? ଏଭଳିଆ ପ୍ଲାଣ୍ଟରେ ଦେଖ, ମୋ କଥା ମୁଁ ବୁଝି ଦେଖୁନ, ଏ ପନ୍ଦର ମୁଁ ଲଗେଇ ଦଉଛି। ଜଲ୍ଦି ଚଲେଇଲୁ, ଯାହା କରୁଛୁ ଚଲା। ତାର ଦିଟା ନେଇ ଗୁଞ୍ଜି ଦଉଛୁ, କ'ଣ ତୁ କରୁଛୁ? ମୁଁ ତ ଦେଖିଲି ତୁ ତାର ଗୁଞ୍ଜୁଛୁ। ଇରେ ଆମର କୁହାହେଇଛି ଯେ ଯୋଉଠି ସବୁ ଓପନ୍ ପ୍ଲଗ୍ ଅଛି ସେଠି 3 ପ୍ଲଗ୍ ଲଗେଇକି ଲାଇନ୍ ଦବ। ଏକଥା ଆମେ ଜାଣିବା। ତୁ କ'ଣ ଏ ଦିଟା ତାର ନେଇ ଗୁଞ୍ଜି ଦଉଛୁ? ଇଏ ତୋ କୋଉ ସେଫ୍ଟି? କ'ଣ ଏ ଫ୍ୟାନ୍ ଏଇ ତାରକୁ ଗୁଞ୍ଜିକି ଚଲେଇବୁ? ଆରେ ଯଦି କାହାର କ'ଣ ହେଲା କିଏ ଦାୟୀ ହବ? ହଁ ତୁ ତ 20 ବର୍ଷ ହେଲା କାମ କରୁଛୁ, ଏଇ ଆଜ୍ଞା ସେଫ୍ଟି। କ'ଣ କହିବ? 20 ବର୍ଷ ହେଲା ସେ କାମ କରୁଛି ବୋଲି ତାକୁ କିଛି ହବନି। ଏଇଟା କ'ଣ ମଣିଷ କରିବ? ଏ ମଣିଷ ମୁଣ୍ଡ ଖରାପ କରେ। ତୁ କ'ଣ କରୁଛୁ କରେ? ତୁ ତ ଚଲା, ମୁଁ ଯାଇ ଦେଖେ, ସାରା ଦୁନିଆ କାମ ଅଛି।
ଆରେ ମୋବାଇଲ ଟା ଦେଖେଇ ଯାହା ହଉ ଯାଉଛି ଏଟା କଣ ଏଠି କିଛି ନାହିଁ ସେଫ୍ଟି ନାହିଁ କିଛି ନାହିଁ ଇଏ ଏମିତି ସବୁ କାମ କରୁଛ ହଁ ଗୋଳା କର ସମୁଦି ମୁଁ ଦେଖେଇ କୁଆଡେ ଗଲା ସମୁଦି दाई दाई लगा दिए एंगल करूंगा କେତେ ଅପେକ୍ଷା କରିବ ସେ ମଜୁ ଭାଇଙ୍କର ମୁଁ ମଜୁ ତାର ସମୟ ଜାଣିନି ଏଇ ହେଲା ନବରତ୍ନ ପାର୍କରେ ମୁଁ ବସିଲିଣି ଅଧଘଣ୍ଟା ତାଙ୍କ ବାବୁଙ୍କର ଦେଖା ନାହିଁ ମୁଁ କେତେ ଅପେକ୍ଷା କରିକି ଟାଇମ୍ ସମୟ କିଛି ଜ୍ଞାନ ନାହିଁ ତାଙ୍କର ଠିକ୍ ଅଛି ଫୋନ୍ କରି ଦେଖିବା ହ୍ୟାଲୋ ହ୍ୟାଲୋ କ'ଣ ତମର ସମୟ ଜ୍ଞାନ ନାହିଁ କି ଡକେଇଲ କାହିଁକି ପାର୍କରେ ଡକେଇଲ କାହିଁକି ତମକୁ ଦେଖା କରିବାକୁ ମୁଁ ଆସିଛି ପାର୍କରେ ଏକା ବସିଛି ବାବୁଙ୍କର ସମୟ ନାହିଁ ଆରେ ଡାଲି ତମେ ଜାଣିଛ ତମ ବାପାଙ୍କୁ ସବୁଥିରେ ଖାଲି କିଚିରି ହଉଥିବେ ତମେ ପ୍ଲିଜ ତମେ ଜମା ସେମିତି ହୁଅନି ମୁଁ ବହୁତ ଜଲ୍ଦି ଯାଇକି ପହଞ୍ଚି ଯାଉଛି ବହୁତ ଜଲ୍ଦି ଆମର ପ୍ରୋବ୍ଲେମ କ'ଣ ବାଥରୁମଟା ମିଳୁନଥିଲା ତ ସେଇଥିପାଇଁ ଟିକେ ଲେଟ୍ ହେଇଗଲା ହଉ ମୁଁ ଯାଉଛି ପ୍ଲିଜ ମୁଁ ଯାଉଛି ପ୍ଲିଜ